जय जगन्नाथ भाई मैंने तो डे 2 रो 4th वीडियो को आपको स्वागत कर तो नेक्स्ट लोकेशन आमर कौन थिला चलो देखिया तो फाइनली आम आसी पहुंच जाइए नेक्स्ट लोकेशन उपर भाई मैंने आम आसिक पहुंची जाइए कंटा बाउंसुणी माँ मंदिर तो ये अंधार धीरे धीरे हवा बसला टाइम प्राय 5:30 डेरी न करके आम पहुंची जाइए मंदिर भितर को कारण मंदिर भितर को जदि आम जल्दी जाइକି ନ ପହଞ୍ଚିବା ସେଠାରେ କୌଣସି ଆଲୋକର ବ୍ୟବସ୍ଥା ନାହିଁ ଯାହାଦ୍ୱାରା କି ଆପଣଙ୍କ ମାଆଙ୍କ ଦର୍ଶନ କରିପାରିବେ ଏବଂ ବାଟରେ ଯେତେବେଳେ ଆପଣ ଯାଉଥିବେ ବାଟ ଯାକ କଣ୍ଟା ଗଛ ବା ବାଉଁଶ ଗଛରେ ପରିପୂର୍ଣ୍ଣ ହୋଇଅଛି ତ ମାଆଙ୍କ ନାଁ ସେଇଥିପାଇଁ କି ଏଠାରେ କଣ୍ଟା ବାଉଁଶୁଣୀ ରଖାଯାଇଅଛି ଆପଣ ଏଠାରେ ବିଶ୍ୱାସ ଅଛି ଯେ ଯାହା ବି ମାନସିକ କରୁଛନ୍ତି ଏବଂ ମାନସିକର ଆପଣଙ୍କ କପଡ଼ା ସେ ଗଛରେ ବାନ୍ଧୁଛନ୍ତି ତ ଆପଣଙ୍କ ମାନସିକ ନିହାତି ଭାବରେ ପୂରଣ ହେବ ଚାଲନ୍ତୁ ଯିବା ମନ୍ଦିର ଭିତରକୁ ଯେପରି ମୁଁ କହୁଥିଲି ବାଟ ଯାକ ଗଲାବେଳେ ଆପଣ କେବଳ ବାଉଁଶ ଗଛରେ ପରିପୂର୍ଣ୍ଣ ଅଞ୍ଚଳଟି ଦେଖିବେ ତ ଦେଖିପାରୁଥିବେ ବାଟ ଯାକ ଆପଣଙ୍କର ବାଉଁଶ ଗଛ ଅଛି ଏବଂ ଏଠାରେ ରହିଲା ଫାଇନାଲି ମାଆଙ୍କ ମନ୍ଦିର ତ ଆମେ ଦର୍ଶନ କରିଥିଲୁ ମାଆଙ୍କର ବାଟରେ ଗଲାବେଳକୁ ହାପି ପଡ଼ିଯାଇଥିଲେ ଝିଅକୁ ଧରିଥିଲେ ତ ତାଙ୍କ ଗୋଡ଼ ମୋଡ଼ି ବି ହେଇଯାଇଥିଲା ତ ସେ ମନ୍ଦିର ଭିତରକୁ ଯାଇପାରିଲେନି ବହୁତ କଷ୍ଟରେ ଯାଇକି ମାଆଙ୍କ ଦର୍ଶନ ମଧ୍ୟ କରିଥିଲେ ତାପରେ ସେଠାରେ ଆମେ ମନ୍ଦିରରେ ମାଆଙ୍କ ଦର୍ଶନ ସାରିଲା ପରେ ପୁଣି ଫେରିଥିଲୁ ଆମର ନେକ୍ସଟ ପ୍ଲେସଟି ଥିଲା ଆମର ଜାମନଯୋଡ଼ିର ସାଇବାବାଙ୍କ ମନ୍ଦିର ସମ୍ମୁଖରେ ଏକ ରୋଜ୍ ଗାର୍ଡେନ୍ ଥିଲା କାରଣ ବାବାଙ୍କୁ ସବୁବେଳେ ଗୋଲାପର ଫୁଲ ଲାଗି ହୁଏ କାରଣ ଆମେ ମନ୍ଦିରରେ ଏକ ବହୁତ ଭଲ ସମୟରେ ପହଞ୍ଚିଥିଲୁ କାରଣ ଆମେ ଯେତେବେଳେ ଯାଇକି ମନ୍ଦିରରେ ପହଞ୍ଚିଥିଲୁ ସେଠାରେ ସନ୍ଧ୍ୟା ଆଳତି ହେଉଥିଲା ଏବଂ ମୁଁ ଯେତେବେଳେ କଲେଜରେ ପଢ଼ୁଥିଲି ସବୁବେଳେ ମୁଁ ଆମ ଏଇଠି ଖାନନଗରରେ ଥିବା ସାଇବାବାଙ୍କ ମନ୍ଦିର ଯାଏ ଆଳତି ସମୟରେ ତ ମନ୍ଦିରରେ ଯେହେତୁ ଆଳତି ଚାଲିଥିଲା ସମସ୍ତେ ଯିଏ ବି ଦର୍ଶନ କରିବା ପାଇଁ ଯାଉଥିଲେ ସେଠାରେ କିଛି ସମୟ ସ୍ତବ୍ଧ ରହିକିନା ବାବାଙ୍କର ଦର୍ଶନ କରୁଥିଲେ ମୁଁ ବି ମଧ୍ୟ ଆଉ ଡେରି ନକରି ବସିଯାଇଥିଲି ବାବାଙ୍କ ଆଳତି ପାଖରେ ତ ଆଳତି ସରିଲା ପରେ ଆମେ ବାହାରିଥିଲୁ ପୁଣି ମନ୍ଦିର ପରିଭ୍ରମଣରେ ଦ୍ୱାରିକା ମଈକି ଦେଖି ସାରିଲା ପରେ ସେଠାରେ ଥିବା ଅନ୍ୟାନ୍ୟ ମନ୍ଦିର ସବୁ ବୁଲିଥିଲୁ ଏବଂ ତାପରେ ପୁଣି ଆମେ ବାହାରି ଯାଇଥିଲୁ ଆମର ନେକ୍ସଟ ଲୋକେସନଟି ଥିଲା ଆମର ହନୁମାନ ମନ୍ଦିର ତ ଆପଣ ଜାଣିଥିବେ ସେଠାରେ ଯେଉଁ ଦାମନଯୋଡ଼ିର ହନୁମାନ ମନ୍ଦିରରେ ମହାବୀର ମୂର୍ତ୍ତି ଏକ ରହିଅଛି ଯାହାର ଉଚ୍ଚତା ବହୁତ ଉଚ୍ଚ କେତେ ଉଚ୍ଚ ତ ସେଇଟା ମୁଁ ଜାଣିନି ତ ଆପଣମାନେ ଯଦି ଜାଣିଥିବେ ଦୟାକରି କମେଣ୍ଟ କରନ୍ତୁ ତ ଆମେ ଆଉ ଡେରି ନକରି ଗାଡ଼ି ପାର୍କିଂ କଲା ପରେ ଭିତରକୁ ଚାଲି ଯାଇଥିଲୁ ତ ଦେଖିପାରୁଥିବେ ମନ୍ଦିର ବାହାରୁ ହିଁ ପ୍ରଭୁଙ୍କର ଦର୍ଶନ କରିପାରୁଛେ ଯେଉଁଟାକି ମନ୍ଦିରର ଗର୍ଭଗୃହ ପଛପଟେ ରହିଅଛି ହନୁମାନଙ୍କ ମୂର୍ତ୍ତି ଅପେକ୍ଷା ଆଉ ନକରି ଆମେ ଚାଲି ଯାଇଥିଲୁ ମନ୍ଦିର ଗର୍ଭଗୃହକୁ ଯେଉଁଠାରେ ଆମେ ଶ୍ରୀ ପବନସୁତଙ୍କର ଦର୍ଶନ କରି ଫେରିଥିଲୁ ତ ମନ୍ଦିର ସମ୍ମୁଖରେ ଏକ ବହୁତ ସୁନ୍ଦର ପାର୍କ ମଧ୍ୟ ରହିଛି ଆପଣ ସେଠାରେ ବୁଲିପାରିବେ ଫଟୋ ମଧ୍ୟ ବହୁତ ସାରା ଉଠାଇ ପାରିବେ କାରଣ ତା'ର ଭ୍ୟୁ ଗୁଡ଼ିକ ବହୁତ ସୁନ୍ଦର ଅଛି ତାପରେ ଆମେ ସେଠାରେ ବୁଲାବୁଲି ସାରିଦେଇ କିଛି ଫଟୋଗ୍ରାଫି କରିସାରିଲା ପରେ ଆମେ ଫେରିଥିଲୁ ଆମର ଲକ୍ଷ୍ୟସ୍ଥଳୀ ଯେଉଁଟାକି ଥିଲା ଆମର ଦେଓମାଳି